ସମସ୍ତ ଚାଷୀ ଭାଇମାନଙ୍କୁ ପୁଣି ଥରେ ଆମ ଏକ ନୂଆ ଏପିସୋଡ଼କୁ ସ୍ୱାଗତ। ଆସୁନ୍ ଆଜି ଆମେ ଜାନ୍ମା ଏନ୍ତା କିଛି ଧାନ୍ ଯେନ୍ଟାକି ଅଳ୍ପ ଦିନିଆ ଧାନ୍ଟା ଶହେରୁ 105 ଦିନ ଭିତରେ ହେଇଯାଇ ପାରୁଥିବା ସେ ଧାନ୍ଟା ଯେନ୍ ଧାନ୍ କି ଆପଣ ଯଦି ଉପର ଜମିରେ ଅଳ୍ପ ପାଣିରେ ହେଉଥିବା ଆଉ ସେ ବୋରୱେଲ୍ ମନ୍କେ ଯେନ୍ଟା ଚାଷ୍ କରୁଥିବେ ସେନ୍ତା ଜାଗାମାନ୍କେ ଇଟା ବେଷ୍ଟ ଧାନ୍ଟା କମ୍ ଦିନ୍ ଭିତ୍ରିଆ ଧାନ୍ଟା ଆଉ ଅମଲଟା ଠିକ୍ ହିସାବେ କରିପାରବେ। ଇ ତିନ୍ ଧାନ୍ ବିଷୟରେ ଆଜି ଟିକିନିକିକର କଥାବାର୍ତ୍ତା ହେମା। ଆଉ ସେ ଧାନ୍ଟା କେତେ ଲଗାମା, ଏକର୍ ପ୍ରତି କେତେ ଲଗାମା, କେତେ ଅମଲ ହେଇପାରବା, କେନ୍ତା ହିସାବେ ଆମେ ସାର୍ ବିଷର ଉପଯୋଗ କର୍ମା, ସବୁ କିଛି ଆଜି ଆମେ କଥାବାର୍ତ୍ତା ହେମା। ଆସୁନ୍ ଆଜି ଭେଟ୍ ହେମା। ଚାଷୀ ଭାଇମାନଙ୍କୁ ନମସ୍କାର। ଆଜି ଆସୁନ୍ ଆମେ ଆଲୋଚନା କର୍ମା ଟପ୍ 3 ଭେରାଇଟି ଯେନ୍ଟା କି 100ରୁ 105 ଦିନ ଭିତରେ ହେଇପାରଛି, ଯେନ୍ଟାକି ଆମର ଅଳ୍ପ ପାଣି, କମ୍ ପାଣି, ସୁଖା ମାଟିରେ ଯେନ୍ଟା ହେଇପାରୁଛି। ପାଣିର ସମସ୍ୟା ଦେଖାଯାଉଛି, କମ୍ ପାଣିରେ ଚାଷୀମାନେ ହଇରାଣ ହେଉଛନ୍ ଆଉ ଖୋଜୁଛନ୍ କେନ୍ ଧାନ କଲେ ଜଲ୍ଦି ଅମଲ ହେବା, କମ୍ ପାଣିରେ ଅମଲ ହେଇପାରୁଥିବା, ଆମକୁ ବେଶୀ ପାଣି ଦରକାର ନାଇଁ ପଡ଼ୁଥିବା, ଏନ୍ତା କିଛି ଧାନ ନେଇକିରି ଆସିଛୁ ଆମେ ଯେନ୍ଟାକି ଚାଷୀ ଭାଇମାନେ ଆମେ କମ୍ ପାଣିରେ ଚାଷ କରିକି ଆଜି ଲାଭବାନ ହେଇପାରବେ। ଭିଡ଼ିଓକେ ବେଶୀ ଲେଟ୍ ନି କରୁନ୍। এটা ফার্স্ট হচ্ছে আমার পাখে মহলমূর্তি ধানর বুলেট ধান, যেটাକୁ 100ରୁ 105 ଦିନ ଭିତରେ ତାର ଡ୍ୟୁରେସନଟା ରହୁଛି ଆଉ କମ୍ ପାଣିରେ ଅଧିକା ଲାଭ ମିଳିପାରୁଛି, ଯେନ୍ଟାକି ତାର ମୋଟା ଦାନା ରହବା, ଲମ୍ବା ଖେଣ ଦେବା ଆଉ ଗଛଟା ହାଇଟ୍ଟା ଠିକ୍ 100 ମିଟର ରହବା ଆଉ ଠିକ୍ ଠାକ୍ ମାତ୍ରାରେ 1 ନମ୍ବର ଧାନଟା ରହୁଛି ଆମର ଛୋଟ ଦିନିଆ ବୁଲେଟ୍ ଧାନ, ଯେନ୍ଟାକି ଆପଣମାନେ କରିକିରି ଗୋଟେ ଏକରରେ 22ରୁ 28 କୁଇଣ୍ଟାଲ ତକ୍ ଅମଲ କରିପାରିବେ। ଆଉ ଗୋଟେ ନେକ୍ସଟ ଧାନ ଦେଖୁନ୍, আমার পাখে আছে মহালক্ষ্মী সিডসর অঙ্কিত ধান, যেটাকি 100 দিনিয়া ধানটে ଆଉ ଏଇଟା ବି ଅଳ୍ପ ପାଣିରେ ହେଇପାରବା, ତାର ରୋଗ ପୋକ ସହିବାର ଶକ୍ତି ପୁରା 1 ନମ୍ବର ଅଛେ ଆଉ ଫେଣ ଲମ୍ବା ରହିବା, ଧାନ ବି ଟିକେ ଲମ୍ବା ରହିବା ଆଉ କ୍ୱାଲିଟି ଧାନଟେ ଯେନ୍ଟାକି ଆପଣ ଅଳ୍ପ ପାଣିରେ କରିକିରି ଲାଭବାନ ହେଇପାରିବେ। ଏଇଟା ଗୋଟେ ଏକର ଯଦି ଆପଣ ସଠିକ୍ ମାତ୍ରା କଲେ 22ରୁ 25 କୁଇଣ୍ଟାଲ ତକ୍ ଆପଣ ଅମଲ କରିପାରିବେ। ଆଉ ଗୋଟେ ଦେଖୁନ୍, ଆମର ପାଖରେ ଅଛି ଗୋପାଳଜୀ ସିଡ୍ସର ଖଣ୍ଡଗିରି ଧାନ, ଯେନ୍ଟାକି ପୁରୁଣା ଧାନଟେ ଯେନ୍ଟା ଆଗର କାଳରୁ କରିକିରି ଏଇଯାଏଁ ଆସିଛନ୍ ଆଉ ତାର ତ ରିଜଲ୍ଟ ଆପଣମାନେ ସବୁ ଜାଣିଛନ୍, ପରଫେକ୍ଟ ଅଛେ, ବେଷ୍ଟ ଅଛେ। ଯେନେ ଆପଣ ଇଟା ବି ଯଦି ଠିକ୍ ମାତ୍ରା କଲେ ବେଲେ ଆପଣ 22ରୁ 25 କୁଇଣ୍ଟାଲ ତକ୍ ଅମଲ ଆରାମସେ କରିପାରିବେ। କମ୍ ପାଣିରେ ଚାଷ ହେଇକିରି ଚାଷୀଙ୍କର ଭରସା ଜିତି ପାରୁଥିବା ଗୋଟେ ବେଷ୍ଟ ଧାନ, ଯେନ୍ଟାକି ଖଣ୍ଡଗିରି ଧାନ, ବହୁତ ମାତ୍ରାରେ ଚାଷୀମାନେ କରିକି ତାକେ ଲାଭବାନ ହେଇଛନ୍। 3ଟା ବେଷ୍ଟ ଭେରାଇଟି ଯେନ୍ଟା ଅଳ୍ପ ପାଣିରେ ହଉଛେ, এটা ଆମେ ଗୋଟେ ଏକରରେ ମାନେ 30 କେଜି ତକ୍ ମଞ୍ଜି ଲଗାମା। 30 କେଜି ମଞ୍ଜି ଲଗାଲେ ଆପଣ ଗୋଟେ ଚାଷୀ ହିସାବରେ ଦେଖିଲେ ଠିକ୍ ଠାକ୍ ହେବା ଆଉ ଆରାମସେ 22ରୁ 28 କୁଇଣ୍ଟାଲ 25 କୁଇଣ୍ଟାଲ ତକ୍ ଆପଣମାନେ ନିଜ ଚିନ୍ତା ରିଜଲ୍ଟ ପାଇପାରିବେ। ତାର ରୋଗ ପୋକ ଶକ୍ତି ଉପରେ ଦେଖମା ବେଲେ ଏଟା କମ୍ ପାଣିରେ ହେଇପାରଛି ଆଉ ଏବଂ ସହଡ଼ା ମଇଷା ପତ୍ର ପୋଡ଼ା ଯେନ୍ଟାକି ଚକଡ଼ା ଏଇଟା ଲାଗ୍ବାର କୌଣସି ଚାନ୍ସ ନେଇନ। ଆପଣମାନେ ଅଚିନ୍ତା ଏଇ ଧାନ 3ଟା କରୁନ୍, 3ଟା ଧାନ କରିକି ଆପଣମାନେ ନିଶ୍ଚୟ ସକ୍ସେସ୍ ପାবেন। ଯେନ୍ ଆଜ୍ଞା ଆପଣଙ୍କୁ ଟିକିନିକି କରି 3ଟା ଧାନ୍ ବିଷୟରେ ଆପଣଙ୍କୁ ବୁଝାଲେ, ଆଶା କରଛୁଁ କି ଆପଣଙ୍କୁ ଏଇ ଭିଡ଼ିଓଟା ଇନଫର୍ମେସନ୍ଟା ବହୁତ ହେଲ୍ପଫୁଲ୍ ହେଇଥିବା। କିନ୍ତୁ ଆପଣ ଏଇ ଯଦି ଅଳ୍ପ ଦିନିଆ ଧାନ୍ ଯେନ୍ଟାକି କମ୍ ପାଣିରେ ହେଇପାରୁଥିବା ଆରୁ ବେଶୀ ତାର୍ମାନେ ବେଶୀ ଖରା ତକ୍ ନି ଯାଉଥିବା ହେନ୍ତା ଧାନ୍ ଏଇ 3ଟା ଧାନ୍ ଏଇଟା କରି ଦେଖୁନ୍, ନିହାତି ଭାବେ ଲାଭବାନ ହେବେ। କମ୍ ଦିନେ ବେଶୀ ଅମଲ କରିପାରମା ଆଉ ରୋଗ ପୋକ ସାଙ୍ଗେ ଲଢ଼ବାର୍ କ୍ଷମତା ମାନେ ବି ଧାନମାନଙ୍କର ରହିଅଛେ। ନିହାତି ଭାବେ ଆମେ ଲାଭବାନ ହେମା। ଏନ୍ତା ହି ସବୁବେଲେ ଏନ୍ତା ଚାଷ୍ ରିଲେଟେଡ୍ ଯେତେ ବି ଭିଡ଼ିଓ ଦେଖ୍ବାର୍ ଲାଗି ହେଲେ ଆମର୍ ଚ୍ୟାନେଲ୍କେ ସବସ୍କ୍ରାଇବ୍ କରୁନ୍, ଲାଇକ୍ କରୁନ୍, ସେୟାର ଏବଂ କମେଣ୍ଟ କରୁନ୍। ଆପଣଙ୍କ ମତାମତ ଆମକୁ ନିହାତି ଜଣାନ୍, ଯାହାଫଳରେ ଆମେ ଉତ୍ସାହିତ ହେଇକରି ଆର୍ ଏନ୍ତା ଭିଡ଼ିଓ ଆପଣଙ୍କ ଲାଗି ନୂଆ ନୂଆ ଭିଡ଼ିଓ ଆନିକରି ଆସ୍ମୁ। ଧନ୍ୟବାଦ।